তবে সুপরস্টার অনুভব মহান্তিଙ୍କ ফিল্ম ରାବଣକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏଠି କେବେ ଟାଇଟଲ ବଦଳା ଯାଉଛି ତ କେବେ ଡାଇରେକ୍ଟର ବଦଳା ଯାଉଛି ଆଉ ତ ନିଜ ୱାଇଫକୁ ବି ବଦଳାଇ ଦିଆଯାଉଛି। କଣ ହବ ଓଡିଆ ଇଣ୍ଡଷ୍ଟ୍ରିର ଅବସ୍ଥା? তবে সময় বরবাদ ন করে সিধা মুদ্দাକୁ আসিবা। ରାବଣରୁ ଅଧିରାଜ ଯାଉ ଅଧିରାଜରୁ ପୁଣି ରାବଣ। ଭାଇ ଅନୁଭବ ମହାନ୍ତି ଆକ୍ଚୁଆଲି ଚାହୁଁଛନ୍ତି କଣ ସେ ନିଜେ ଜାଣି ପାରୁନି। ପ୍ରଥମେ ଅନୁପମ ଥିଲା ଏହାର ଡାଇରେକ୍ଟର ଆଉ ଏବେ ଏପର୍ଯ୍ୟନ୍ତ କନଫର୍ମ ହେଇନି କିଏ ହେବ এই ଫିଲ୍ମର ଡାଇରେକ୍ଟର। ଭାଇ ରାବଣର ଆନାଉନ୍ସମେଣ୍ଟ 2023 ରେ ହେଇଥିଲା ଆଉ 2025 ଶେଷ ହେବାକୁ ଲାଗିଲାଣି ରାବଣର ଦେଖା ନାହିଁ। ସତରେ ଅନୁଭବ ମହାନ୍ତି ଜାଗୃତିଙ୍କୁ ବହୁତ ଭଲ ପାଆନ୍ତି ତା ପାଇଁ ଅନୁପମ ପଟ୍ଟନାୟକଙ୍କୁ ଛାଡ଼ିଦେଲେ। ରାବଣର ଟାଇଟଲ ବଦଳାଇବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅନୁପମ ପଟ୍ଟନାୟକ। ଭାଇ ଦେଖନ୍ତୁ ଅନୁପମ ପଟ୍ଟନାୟକ ଜଣେ ଭଲ ନିର୍ଦ୍ଦେଶକ ଏ ତ ପୁରା ଓଲିଉଡ ଇଣ୍ଡଷ୍ଟ୍ରି ଜାଣିଛନ୍ତି। ସେ କର୍ମ ଭଳି ବଡ ହିଟ୍ ଫିଲ୍ମ ମଧ୍ୟ ଦେଇଥିଲେ। ଆଉ ଅନୁଭବ ମହାନ୍ତିଙ୍କୁ ଟିକେ ନଜର ରଖିବା କଥା ଯେ ତାଙ୍କ ପାଇଁ ସେ ପୁଣି ଥରେ କମବ୍ୟାକ୍ କରିପାରିଥିଲେ। ମୋର କହିବା କଥା ହେଉଛି ଯେ ଅନୁପମ ପଟ୍ଟନାୟକ କୁଆଡେ ରାବଣ ଫିଲ୍ମର ସ୍କ୍ରିପ୍ଟ କିଛି ବଦଳାଇବା ପାଇଁ କହିଥିଲେ କିନ୍ତୁ ଅନୁଭବ ମହାନ୍ତି ସଫା ମନା କରିଦେଇଥିଲେ ଯେ ରାବଣର କୌଣସି ସ୍କ୍ରିପ୍ଟ ବଦଳା ଯିବନି। ଆରେ ଭାଇ କାହିଁକି ବଦଳିବ? ସେ ପରା ଜାଗୃତିଙ୍କ ଲେଖା ଷ୍ଟୋରି। କାଳେ ଜାଗୃତି ରାଗି ବର୍ଷା ଭଳିଆ ନ କରିଦିଅନ୍ତି। ଜୋକ୍ ସପାଟ ଭାଇ ସିରିୟସଲି ନବନି। ଆଉ ଏଇଥିପାଇଁ ଅନୁଭବ ପଟ୍ଟନାୟକ ରାବଣରୁ ବାହାରି ଗଲେ। ତେବେ କଥା ହେଉଛି ଅନୁଭବ ପୁଣି ଅଧିରାଜରୁ ରାବଣ ନାମ କାହିଁକି ରଖିଲେ? ଚାଲନ୍ତୁ ଟିକେ ଏହାର ବିଷୟରେ ବି ଜାଣିନେବା। ଅନୁଭବଙ୍କ ନୂଆ ସିନେମା ପଛରେ ଲୁଚିଥିବା ଅସଲ କାହାଣୀ। ଏ ଫିଲ୍ମର ନାମ ଶୁଣିଲେ ଆପଣମାନେ ଭାବୁଥିବେ ଯେ ପୁଣି ଅଧିରାଜରୁ ରାବଣ କାହିଁକି ଦେଇଛି। ଅନୁଭବ ମହାନ୍ତି ଭଳି ଅଭିନେତା ଜଣେ ଷ୍ଟାର କିପରି ଏମିତି ଫିଲ୍ମର ଟାଇଟଲକୁ ନେଇ ଦ୍ୱନ୍ଦ୍ୱରେ ପଡିଛି। ଆସନ୍ତୁ ଜାଣିବା ତାହାର ଅସଲ କାରଣ। ଅନୁଭବଙ୍କ ଏହି ଫିଲ୍ମ କେବଳ ଏକ ଏଣ୍ଟରଟେନମେଣ୍ଟ ନୁହେଁ, ଏହା ଦର୍ଶାଏ ଏକ ଅନ୍ୟ କ୍ୟାରେକ୍ଟରକୁ ଯେ ଜଣେ ଜ୍ଞାନୀ ଶିବଭକ୍ତ କିନ୍ତୁ ଅହଙ୍କାର ଓ ଅପରାଧ ତାଙ୍କ ଧ୍ୱଂସର ବାଟକୁ ନେଇଯାଏ। ସେଥିପାଇଁ ଏହି ଫିଲ୍ମର ନାମ ରାବଣ ରଖି ନିଜେ ଏହି ମେସେଜ ପୁରା ରାଜ୍ୟରେ ଦେବା ପାଇଁ ଚାହାନ୍ତି। ଅଧିରାଜ ଏହି ଫିଲ୍ମର ଷ୍ଟୋରି ସହିତ ମ୍ୟାଚ୍ ନ କରିଥିବାରୁ ଫିଲ୍ମର ଟାଇଟଲ ପୁଣି ଥରେ ରାବଣ ରଖିଦେଇଛନ୍ତି। ଆଉ ଦର୍ଶକମାନେ ମଧ୍ୟ ଏକ୍ସାଇଟେଡ୍ ଅଛି ରାବଣ ଫିଲ୍ମ ଦେଖିବା ପାଇଁ। ଏଥିରେ ଅନୁଭବଙ୍କ ଭୂମିକା ସାଧାରଣ ନାୟକ ନୁହନ୍ତି, ସେ ଚ୍ୟାଲେଞ୍ଜିଂ ଗ୍ରେ କ୍ୟାରେକ୍ଟରରେ ନଜର ଆସିବେ। ମାନେ ନ ଖୁବ୍ ଭଲ ନ ଖୁବ୍ ଖରାପ। ଏ ରୋଲ ମଧ୍ୟ ଦର୍ଶକଙ୍କୁ ଚିନ୍ତା କରିବାକୁ ବାଧ୍ୟ କରିବ। ଏ ଫିଲ୍ମ ରାବଣ ନାମ ଦେଇ କେବଳ ଅତୀତ ଦୃଷ୍ଟିକୁ ନୁହେଁ ବରଂ ଆଜିର ସମାଜରେ ଏକ ଆଇନା ପ୍ରଦାନ କରିବ ଯିଏ ତାଙ୍କ ଅହଙ୍କାର ରାଜନୈତିକ ଲାଭ ବା ନିଜ ଅନ୍ତଃକଳହ ପାଇଁ ଅନ୍ୟଙ୍କ ଜୀବନ ବିନାଶ କରେ। ଆଉ ସେ ହେଉଛି ପ୍ରକୃତରେ କଳିଯୁଗର ରାବଣ। ଏ ଫିଲ୍ମରେ ଜବରଦସ୍ତ ଆକ୍ସନ ଏବଂ ଭିଜୁଆଲ ଟେକ୍ନିକ୍ସ ଦେଖିବାକୁ ମିଳିବ ଯାହା ଏକ ହିନ୍ଦୀ ବଡ ବ୍ୟାନର ମୁଭିକୁ ବି ଚ୍ୟାଲେଞ୍ଜ କରିପାରିବେ। ରାବଣ ନାମ ଦ୍ୱାରା ଅନୁଭବ ମହାନ୍ତି ଏକ ଗଭୀର ମେସେଜ ଦେବାକୁ ଚାହାନ୍ତି କିନ୍ତୁ ଏପଟେ ବାବୁସାନ ମହାନ୍ତିଙ୍କ ବୋଉ ବୁଟୁ ଭୂତ ବକ୍ସ ଅଫିସରେ ଝଡ଼ ସୃଷ୍ଟି କରିଛି। ଥାମିବାର ନାଁ ନେଉନାହାନ୍ତି। ବାବୁସାନଙ୍କ ଦମନ ଅନୁଭବଙ୍କ କର୍ମ ବକ୍ସ ଅଫିସରେ ତୁଫାନ ଆଣିଥିଲା କିନ୍ତୁ ଏଥର ଭାବିବାର ଅଛି ଯେ ଅନୁଭବ ଆଉ ବାବୁସାନଙ୍କ ମଧ୍ୟରୁ କିଏ ଆଗୁଆ ରହିବ। ମାନୁଛି ଦୁହେଙ୍କ ଜାଗାରେ ବଡ ଷ୍ଟାର କିନ୍ତୁ ଏ କଥା ସତ ଯେ ବାବୁସାନଙ୍କ ସକ୍ସେସ ଅନୁଭବଙ୍କ ରାତିର ନିଦ କାଢି ନେଇଛି। ବୋଉ ବୁଟୁ ଭୂତ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ମାଷ୍ଟରପିସ୍ ଫିଲ୍ମରେ ସାବିତ ହେଇଛି। ଆଉ କଲେକ୍ସନ କଥା କଣ କହିବି, ଓଡିଆ ସିନେମା ଇତିହାସରେ ପ୍ରଥମ ଥର ଏମିତି ହେଇଛି। ଭାଇ ବୋଉ ବୁଟୁ ଭୂତ ଯୋଉ ମାଇଲଷ୍ଟୋନ ଛିଡା କରିଛି ଲାଗୁନି ଆଉ କିଏ ଏହାକୁ ଭାଙ୍ଗି ପାରିବ। ଆପଣ ନୋଟିସ କରନ୍ତୁ ଯେ ସଦାବେଳେ ବାବୁସାନ ମହାନ୍ତି ନିଜକୁ ପ୍ରମାଣିତ କରନ୍ତି ଯେ ସେ ନିଜେ ନ୍ୟାସନାଲ ଲେଭେଲର ଷ୍ଟାରଡମ ରଖନ୍ତି ବୋଲି କିନ୍ତୁ ବାକି କଳାକାର ମାନେ ସେହି ସ୍ଥାନରେ ପହଞ୍ଚି ପାରୁନାହାନ୍ତି। ଯାହା ବି ହଉ ଏବେ ସମସ୍ତଙ୍କର ନଜର ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଆସୁଥିବା ନୂଆ ଫିଲ୍ମ ରାବଣ ଉପରେ ଅଛି। ତେବେ ଦେଖିବା ଆଗକୁ କଣ ହେଉଛି। ତ ଭାଇ ଭିଡିଓ ଯଦି ଭଲ ଲାଗିଥାଏ ଗୋଟେ ଲାଇକ୍ କରିଦେବେ, ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ କରି ବେଲ ଆଇକନକୁ ଅଲ୍ କରିନେବେ। ଦେଖାବା ଆଉ ନୂଆ ଭିଡିଓରେ ସେ ପର୍ଯ୍ୟନ୍ତ ରହିଲି। ଜୟ ଜଗନ୍ନାଥ।